ବିନିକାଠାରେ ଶୀତଳ ଷଷ୍ଠୀ ଉପଲକ୍ଷେ ଶିବ ପାର୍ବତୀଙ୍କ ବିବାହ ପାଇଁ ଦେବ ନିମନ୍ତ୍ରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶୀତଳ ଷଷ୍ଠୀ ପରିଚାଳନା କମିଟି ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଆଜି ସକାଳୁ ମନ୍ଦିରରେ ଆଳତୀ ଓ ପୂଜାର୍ଚ୍ଚନା ପରେ ପୁଷ୍ପକ ବିମାନରେ ଭୈରବ ରଥାରୂଢ଼ ହୋଇ ବିନିକା ସହର ରଥପଡ଼ାଠାରୁ ଘଣ୍ଟି ଘଣ୍ଟ ଢୋଲ ନିଶାନରେ ତାଳେ ତାଳେ ଶୋଭାଯାତ୍ରାରେ ବାହାରି ଜଗନ୍ନାଥ ମନ୍ଦିର, ନାରାୟଣୀ ମନ୍ଦିର, ଗୋପାଳଜୀଉ ମନ୍ଦିର, ଶୀତଳେଇ ମନ୍ଦିର, ଭଗବତୀ ମନ୍ଦିର, ଗୁଣ୍ଡିଚା ମନ୍ଦିର, ମହିମା ମନ୍ଦିର, ସମଲେଇ ମନ୍ଦିର, ଦୁର୍ଗା ମନ୍ଦିର ସମେତ 33 କୋଟି ଦେବାଦେବୀଙ୍କୁ ଶିବ ପାର୍ବତୀଙ୍କ ବିବାହଘରରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଥିଲେ। ଉମା ବଲ୍ଲଭ ଷଡ଼ଙ୍ଗୀ ପୂଜାର୍ଚ୍ଚନା କରିଥିବା ବେଳେ ବର ପିତା ଭାବରେ ମୁକେଶ ସାମନ୍ତରାୟ ଏବଂ କନ୍ୟା ପିତା ଭାବରେ ଶ୍ୟାମସୁନ୍ଦର ମେହେର ରହିଥିବା ଜଣାପଡ଼ିଛି। ଏହି ଅବସରରେ ଶତାଧିକ ଭକ୍ତ ସାମିଲ ହୋଇଥିଲେ। ସୁବର୍ଣ୍ଣପୁରରୁ ଉମାକାନ୍ତ ବାଗଙ୍କ ରିପୋର୍ଟ, A1 ଓଡ଼ିଶା।